ଆଜି ଆମେ ଗୋଟେ ବହୁତ ରୋଚକ କାହାଣୀ ଭିତରକୁ ଯିବା। ଗୋଟେ ପୁରୁଣା ଭଙ୍ଗା ରାଜପ୍ରସାଦର କଥା। ଜଣେ ଲୋକ ସରକାରୀ ଲଟେରୀରେ ଜିତିଥିଲେ ସେଇଟାକୁ। ହଁ, କଟକର ବ୍ୟବସାୟୀ ଅବିନାଶ ଚୌଧୁରୀ। ତାଙ୍କର ପ୍ଲାନ୍ ଥିଲା, ଜାଣିଛନ୍ତି, ସେଇଟାକୁ ଏକଦମ ଚକଚକ୍ କରି ଗୋଟେ ହେରିଟେଜ୍ ହୋଟେଲ ବନେଇବେ ଆଉ ତାପରେ ଭଲ ଦାମରେ ବିକିଦେବେ। ତେବେ ଆଜି ଆମେ ଏ କାହାଣୀର ଘଟଣାଗୁଡ଼ିକ ଆଉ ତା ଭିତରେ ଯୋଉ ଗୁମର ରହିଛି ସେ ବିଷୟରେ କଥା ହେବା। ଆଚ୍ଛା, ତେବେ ସେ ନିଜ ସ୍ତ୍ରୀ ତୃପ୍ତି ଆଉ ବୁଢ଼ୀ ମା କାଞ୍ଚନ ଦେବୀ ତାଙ୍କୁ ନେଇ ବାହାରିଲେ ସେ ପ୍ରାସାଦକୁ। କିନ୍ତୁ କଥା କ'ଣ କି, ଯାତ୍ରା ଆରମ୍ଭରୁ ହିଁ ଗୋଟେ ଅଜବ ସଂକେତ ମିଳିଥିଲା। ଓହୋ, କେମିତି? ସେ ଖରିଆର ଷ୍ଟେସନ ପାଖରେ ଗୋଟେ ଚା ଦୋକାନୀକୁ ପଚାରିଲେ ଏ ପ୍ରସାଦ କଥା, ଆଉ ସେ ଲୋକଟା ଶୁଣିକି ପୁରା ଡରିଗଲା। କହିଲା, ଭଗବାନ ଆପଣଙ୍କୁ ସାହାଯ୍ୟ କରନ୍ତୁ। ବାପରେ, ଆରମ୍ଭରୁ ହିଁ ଏମିତି? ଆଉ ସେ ଚେତାବନୀ ପରେ ଯାହା ଘଟିଲା ସେଇଟା ବୋଧେ ଆହୁରି ରହସ୍ୟମୟ। ହଁ, ନିଶ୍ଚୟ। ସେମାନେ ପହଞ୍ଚିଲେ ପ୍ରାସାଦରେ, ଘରଦ୍ୱାର ସଫାସୁତୁରା କଲେ ଆଉ ତାପରେ ଯେତେବେଳେ ପଛପଟକୁ ଗଲେ ସେଠି ଦେଖିଲେ ଗୋଟେ ବିରାଟ ବଡ଼ ଗଛ, ଭାରି ଅଦ୍ଭୁତ ଦେଖାଯାଉଥିଲା। ଆଚ୍ଛା। ସେଇ ଗଛକୁ ଦେଖିକି କାଞ୍ଚନ ଦେବୀଙ୍କ ମନରେ ଗୋଟେ ଖଟକା ଲାଗିଲା। ସେ କହିଲେ, ଏ ଗଛ କିଛି ମନେ ରଖିଛି। ଏଇଟା ବଡ଼ କଥା, କାରଣ ବରଗଛକୁ ନେଇ ଆମର ଅନେକ ଲୋକ କଥା ଅଛି। ଏକଦମ। ଓଡ଼ିଆ ସଂସ୍କୃତିରେ ବରଗଛର ଗୋଟେ ଅଲଗା ସ୍ଥାନ। ବେଳେବେଳେ ଲୋକେ ଆତ୍ମା କିମ୍ବା କିଛି ରହସ୍ୟମୟ ଶକ୍ତି ସହ ଯୋଡ଼ନ୍ତି। ତେଣୁ କାଞ୍ଚନ ଦେବୀଙ୍କ ଡରଟା କେବଳ ବୟସର ଭୟ ନଥିଲା ବୋଧେ। ହଁ, ଏକ ସାଂସ୍କୃତିକ ସଂକେତ ବି ହୋଇପାରେ। ଆଉ ସେଇ ରାତିରୁ ହିଁ ଆରମ୍ଭ ହୋଇଗଲା ଅସଲ ଖେଳ। କ'ଣ ହେଲା? କାଞ୍ଚନ ଦେବୀ ପ୍ରଥମେ ଅନୁଭବ କଲେ ଅଧରାତ୍ରିରେ ପାଉଁଜି ଶବ୍ଦ। ପାଉଁଜି ଶବ୍ଦ? ହଁ, ଆଉ ବାରଣ୍ଡାରେ ଦେଖିଲେ ଲମ୍ବା ସିନ୍ଦୁର ଦାଗ, ଗୋଟେ ଦୀପ ଭାସୁଛି ଶୂନ୍ୟରେ। ବାପରେ! ଆଉ ସବୁଠୁ ଭୟଙ୍କର ଥିଲା, ଅଗଣାରେ ଗୋଟେ ମୁଣ୍ଡ ନଥିବା ଛାଇ ନାଚୁଥିଲା। ଏ ସବୁ ଦେଖି ସେ ବେହୋସ ହୋଇଗଲେ। ଆଚ୍ଛା, ଏଠି ଦେଖନ୍ତୁ, ପାଉଁଜି ଆଉ ସିନ୍ଦୁର। ଆମ ଲୋକ କଥାରେ ଏଗୁଡ଼ାକୁ ପ୍ରାୟତଃ ମହିଳା ଭୂତ ବା ପ୍ରେତାତ୍ମା ସହ ଯୋଡ଼ାଯାଏ ନା? ଠିକ୍ କହିଲେ। ଏହା କାହାଣୀରେ ଗୋଟେ ନିର୍ଦ୍ଦିଷ୍ଟ ଭୟ ସୃଷ୍ଟି କରୁଛି। ଆଉ ତା ପରଦିନ ତୃପ୍ତିଙ୍କ ସହ ବି କିଛି ହେଲା। ହଁ, ତାଙ୍କ ସହ ଯାହା ହେଲା ସେଇଟା ଆହୁରି ଡରଉଥିଲା। ସେ ଗାଧୋଉଥିଲେ ଆଉ ଦେଖିଲେ ପାଣି ପୁରା ରକ୍ତ ପାଲଟି ଯାଇଛି। କ'ଣ କହୁଛନ୍ତି? ହଁ, ଆଉ ଯେତେବେଳେ ଆଇନା ଦେଖିଲେ ନିଜ ବଦଳରେ ଆଉ କାହାର ମୁହଁ। ଓ ମା! ସେତିକି ନୁହେଁ, ସେହି ରାତିରେ ସେ ଗୋଟେ ସ୍ୱପ୍ନ ଦେଖିଲେ। ସେହି ବରଗଛରୁ ଗୋଟେ ସ୍ତ୍ରୀଲୋକ ଓଲଟା ଝୁଲୁଛି ଆଉ କହୁଛି, ତୁ ମୋ ବନ୍ଧନ ଭାଙ୍ଗିଦେଲୁ। ଏ ସ୍ୱପ୍ନଟା ତ ବହୁତ ଗୁରୁତ୍ୱପୂର୍ଣ୍ଣ ଲାଗୁଛି। ନିଶ୍ଚୟ। ଏଇଟା ପରବର୍ତ୍ତୀ ଘଟଣା ପାଇଁ ଗୋଟେ ଇସାରା ଥିଲା। ହୁଏତ ସେତେବେଳେ ତୃପ୍ତି ବୁଝିପାରି ନଥିବେ, କିନ୍ତୁ ଏଥିରୁ ଜଣାପଡ଼ୁଛି ସେ ଅଜାଣତରେ କିଛି ଗୋଟେ ବଡ଼ ଭୁଲ କରିସାରିଛନ୍ତି। ଆଉ ଅବିନାଶ, ତାଙ୍କ ଅନୁଭୂତି କ'ଣ ଥିଲା? ତୃତୀୟ ରାତିରେ ଅବିନାଶଙ୍କ ପାଳି ପଡ଼ିଲା। ସେ ତଳ ମହଲାର ଗୋଟେ ବନ୍ଦ କୋଠରୀରୁ ଶବ୍ଦ ଶୁଣିଲେ। କବାଟ ଖୋଲି ଦେଖିଲା ବେଳକୁ କାନ୍ଥରେ ପୁରା ଆମ୍ପୁଡ଼ା ଦାଗ। ଆଚ୍ଛା। ତାପରେ ମାଙ୍କ ପାଟି ଶୁଭିଲା, ଚିତ୍କାର। କିନ୍ତୁ ଯାଇ ଦେଖିଲା ବେଳକୁ ମା ଶୋଇଛନ୍ତି, ନକଲି ଚିତ୍କାର। ଓହୋ! ଆଉ ଶେଷରେ ସେଇ ଫୁସ୍ଫୁସ୍ ଶବ୍ଦ, କିଏ ଯେମିତି କାନ ପାଖରେ କହୁଛି, ତୋ ରକ୍ତର ଗୋଟିଏ ବୁନ୍ଦା ବାକି ଅଛି। ବାସ୍, ଏହାପରେ ତ ସେମାନେ ଆଉ ରହିପାରି ନଥିବେ। ସାହାଯ୍ୟ ଖୋଜିଥିବେ ନିଶ୍ଚୟ। ଏକଦମ। ବାଧ୍ୟ ହୋଇ ସେମାନେ ପାଖ ଆଶ୍ରମର ସାଧୁବାବାଙ୍କୁ ଡାକିଲେ। ଆଉ ସେଇଠୁ ଖୋଲିଲା ପ୍ରକୃତ ରହସ୍ୟ। କ'ଣ ଥିଲା ସେ ରହସ୍ୟ? ଏଇଟା ଥିଲା କଟେରୀ ବୋଲି ଜଣେ ସ୍ତ୍ରୀ ଲୋକର କାହାଣୀ। ସେ ଥିଲା ସେହି ପୂର୍ବ ରାଜବଂଶର ରାଣୀଙ୍କର ମୁଖ୍ୟ ସେବିକା। ତାର ଭାରି ଇଚ୍ଛା ଥିଲା ନିଜ ଝିଅକୁ ରାଜକୁମାର ସହ ବାହା ଦେବ। ଆଚ୍ଛା, ଏମିତି କଥା। କିନ୍ତୁ ରାଜକୁମାରଙ୍କର ବାହାଘର ଅନ୍ୟ କେଉଁଠି ଠିକ୍ ହୋଇଗଲା। ଆଉ ସେତେବେଳେ କଟେରୀ ପୁରା ରାଗିଗଲା। ଓହୋ! ସେ କଳା ଯାଦୁର ସାହାଯ୍ୟ ନେଲା। ଗୋଟେ ଭୟଙ୍କର ଚୁକ୍ତି। ତାକୁ ରାଜ ପରିବାରର ସମସ୍ତଙ୍କର ରକ୍ତ ଦରକାର ଥିଲା, ସେଇ ବାହାଘର ଭାଙ୍ଗିବା ପାଇଁ ବା ନିଜ ଇଚ୍ଛା ପୂରଣ ପାଇଁ। କେବଳ ଝିଅର ବାହାଘର ପାଇଁ ନୁହେଁ, ବୋଧେ କ୍ଷମତା ଆଉ ପ୍ରତିଷ୍ଠାର ଲୋଭ ବି ଥିଲା। ହଁ, ସେଇଆ ହିଁ ଲାଗୁଛି। ରାଜ ପରିବାର ସହ ସମ୍ପର୍କ ଯୋଡ଼ିବା ବହୁତ ବଡ଼ କଥା ସେତେବେଳେ। ଆଉ ସେ ରାଜକୁମାର ରାଣୀଙ୍କର ରକ୍ତ କୌଶଳ କରି ହାସଲ ବି କରିଦେଲା। କେବଳ ରାଜା ବାକି ଥିଲେ। କିନ୍ତୁ ଏ କଥା ଜଣା ପଡ଼ିଗଲା। ହଁ, ମନ୍ତ୍ରୀ ସବୁ ଜାଣିପାରିଲେ ଆଉ ରାଜାଙ୍କୁ କହିଦେଲେ। ରାଜା ରାଗିଯାଇ ଆଦେଶ ଦେଲେ କଟେରୀକୁ ସେଇ ବରଗଛରେ ଫାଶୀ ଦେବା ପାଇଁ। ଓଃ, ଆଉ ତା ଝିଅ? ତା ଝିଅ
ଏ ଅପମାନ ସହିପାରିଲା ନାହିଁ, ଆତ୍ମହତ୍ୟା କରିଦେଲା। କିନ୍ତୁ କଟେରୀ ମରିବା ଆଗରୁ ଅଭିଶାପ ଦେଇଗଲା, ଆଉ ତାର ଆତ୍ମା ସେଇ ଗଛରେ ରହିଗଲା। ତାପରେ ଆତ୍ମାଟା ସେମିତି ଥିଲା? ନା, କିଛି ବର୍ଷ ପରେ ସେଇ ରାଜକୁମାର 10 ଜଣ ବଡ଼ ତାନ୍ତ୍ରିକଙ୍କୁ ଡକେଇଲେ। ସେମାନେ ମନ୍ତ୍ର ପଢ଼ି ଗୋଟେ ପବିତ୍ର ସୂତାରେ ସେଇ ଆତ୍ମାକୁ ସେଇ ଗଛରେ ବାନ୍ଧିଦେଲେ। ଆଚ୍ଛା, ଆଉ ସାଧୁ ବାବା କହିଲେ ଯେ ତୃପ୍ତି? ହଁ, ସାଧୁ ବାବା କହିଲେ ଯେ ତୃପ୍ତି ଅଜାଣତରେ ସେଇ ପବିତ୍ର ସୂତାଟାକୁ ଭାଙ୍ଗି ଦେଇଛନ୍ତି। ସେଇଥିପାଇଁ କଟେରୀ ମୁକ୍ତ ହୋଇଗଲା। ତାମାନେ ସେ ସ୍ୱପ୍ନଟା ସତ ଥିଲା, ତୁ ମୋ ବନ୍ଧନ ଭାଙ୍ଗିଦେଲୁ। ଏକଦମ। ଏହା ପରେ ତ ପୁଣି ତାକୁ ବନ୍ଦୀ କରିବାର ବ୍ୟବସ୍ଥା ହେଇଥିବ। ନିଶ୍ଚୟ। ଆରମ୍ଭ ହେଲା ଚୂଡ଼ାନ୍ତ ରୀତିନୀତି। ସାଧୁ ବାବା ମନ୍ତ୍ର ପଢ଼ିବା ଆରମ୍ଭ କଲେ, ଆଉ ସେତେବେଳେ କଟେରୀର ଅସଲ ରୂପ ଦେଖାଗଲା। ପୁରା ଭୟଙ୍କର। କେମିତି ଦିଶୁଥିଲା? ଗଛରୁ ଉଲ୍ଟା ଝୁଲୁଥିଲା, ଆଖିରୁ ଧଳା ଆଲୁଅ ବାହାରୁଥିଲା, ମୁହଁରେ ଗୋଟେ ବିକୃତ ହସ। ବାପରେ! ଆଉ ସେ ବୁଢ଼ିଆଣୀ ପରି 4 ଗୋଡ଼ରେ ଚାଲି ଚାଲି ଅବିନାଶଙ୍କ ଆଡ଼କୁ ଆସୁଥିଲା। ସେ ଗୋଟିଏ ବୁନ୍ଦା ରକ୍ତ ପାଇଁ? ହଁ, ସେ ଗୋଟିଏ ବୁନ୍ଦା ପାଇଁ। ଏହା ଗୋଟେ ସିଧାସଳଖ ଲଢ଼େଇ ଥିଲା। ସାଧୁ ଜୋରରେ ମନ୍ତ୍ର ପଢ଼ିଲେ ପୁରା ଜାଗାଟା ଥରିବାକୁ ଲାଗିଲା, ଆଉ ଗଛର ଚେର ସବୁ ବାହାରି କଟେରୀକୁ ଜାବୁଡ଼ି ଧରିଲା। ଆଚ୍ଛା। ସେ ଯେଉଁ ଚିତ୍କାର କଲା, ଲାଗିଲା ଯେମିତି ହଜାର ହଜାର ଲୋକ ଏକା ସାଙ୍ଗରେ କାନ୍ଦୁଛନ୍ତି, ଆଉ ସେ ଗଛ ଭିତରକୁ ଟାଣି ହୋଇଗଲା। ଆଉ ସେ ସୂତାଟା? ସେ ପବିତ୍ର ସୂତାଟା ପୁଣି ଥରେ ସୁନେଲି ଆଲୋକରେ ଜଳି ଉଠିଲା। କଟେରୀ ପୁଣି ବନ୍ଦୀ ହୋଇଗଲା। ଶାନ୍ତି ମିଳିଲା ଶେଷରେ। ଅବିନାଶ ଓ ତାଙ୍କ ପରିବାର ତାପରେ କ'ଣ କଲେ? ସେମାନେ ତ ଆଉ ମୁହୂର୍ତ୍ତେ ବି ସେଠି ରହିଲେନି। ଅବିନାଶ ତୁରନ୍ତ ସେ ପ୍ରାସାଦଟାକୁ ବିକ୍ରି କରିଦେଲେ। କୌଣସି ହୋଟେଲ ପ୍ଲାନ୍ ଆଉ ନଥିଲା। ସେ ପ୍ରାସାଦ ସାମ୍ନାରେ ଏବେ ବି ଗୋଟେ ବୋର୍ଡ ଲାଗିଛି, ପ୍ରବେଶ ନିଷେଧ। କିନ୍ତୁ ଶୁଣନ୍ତୁ, କାହାଣୀଟା ଏଇଠି ପୁରା ସରିନି ବୋଧେ। କେମିତି? ସ୍ଥାନୀୟ ଲୋକେ କୁହନ୍ତି ଏବେ ବି ରାତିରେ କେହି କେହି ସେଇ ପାଉଁଜି ଶବ୍ଦ ଶୁଣନ୍ତି। ଆଚ୍ଛା। ଆଉ କିଛି ଲୋକ ଦାବି କରନ୍ତି ଯେ ସେଇ ବରଗଛ ପାଖକୁ ଗଲେ ଗୋଟିଏ ଫୁସ୍ଫୁସ୍ ଶବ୍ଦ ଶୁଣାଯାଏ। କ'ଣ? ସେଇ ପୁରୁଣା କଥା, ଗୋଟିଏ ବୁନ୍ଦା ବାକି ଅଛି।